Hi friends, good morning. Welcome back to a fresh new vlog and welcome back to my channel again. आज हूँ मार्च 10 तारीख आउ आज हूँ मो जीवनर सबुठु बड़ दिन कहीं आज मो लाइफ रे गोटे बड़ चेंज होता आउ मो लाइफ को गोटे सुंदर जिनसटे आसला से किए जानते आप सी हूँ मो कुन्नी परी मो झी आज जन्म होता आज मो झीर बर्थडे से मुझे सजबाज हो बस जाऊँगी मंदिर टिके जीवी ताकू नहीं से जस्ट एबे उठिला ताकू गाधेकी मंदिर टिके जीवु तापरे जहाँ प्रिपरेशन मुझे दिन सारा देखदेवी आपण मैंने मो वीडियो रे पूरा फास्ट रु लास्ट पर्यंत था आउ जदि मो वीडियो रे नुआ अच्छा मो चैनल नुआ अच्छा ताले निश्चय मो चैनल को सब्सक्राइब कर दिंतु आउ पाखे थी बेल बटन टी को निश्चय दबे जहाँद्वारा कि आपण मान पाखे मोर सब वीडियो नोटिफिकेशन पाइपर जो भी वीडियो माने नुआ अपलोड करी आपण पाक चल जीव तो चलतु देखा दिन जाक कौन हो एठी आम प्रिंसेस गाधौଛନ୍ତି रेडी होचंदी मंदिर जावाई एबे देखो रेडी होला से सार्ट पार्ट पिन्नी की अलता लगे दौरान बो से केमती देखे देखो बसिक पूरा कहला जे मत अलता लगे दियो अलता लगे दूची एबे हमें बाहर को मंदिर तो बाबा आसीना आसिले आम मंदिर धन पूरा रेडी खुआई दूची जे से किसी भी खाइलानी अल्प बस टिके कौन खाइला बाबा आसिले तो से खाइलानी एबे जाऊँ आम मंदिर आपण मान संगे मंदिर में देखा कहीं मु गाड़ी गला भिडियो कर पारनी कहीं जहाँ भी मु गाँव रोहू ना तो केमती मोबाइलटा धरिकी वीडियो करी शूट से एक मंदिर तुम्हें बुले ना सियाड़ जा कि सीधा मंदिर बसी थिया बाबा आसले जिया चपल गला पूजा आसने तो आम ये बाहर बसचु से बुलूची खाली चारिड़ बुलिकी देख पोखरी आड़े भी बापा झील दीजन जाक पलैं आम गाँ मंदिर यहाँ पोखरी आमर शिव मंदिर सेठी शनिदेव अच्छा सब एमती गच लगे वृंदावती अच्छा ये तो आम मंदिर मूलांग मंदिर एपर्यंत भी पूजारी आसी नथिले से जाइए भोग देदेले ये से पूजा करके देदेले तो फाइनली आम आसीगलु मंदिर जाइए मु जाऊँ चेंज करदेवी बापा जो नहांती जाइछंती गोटे मामू घर बाबा जाइछंती मामू घर को कौन निर्बंध अच्छी कार घर जाइछंती आउ ये आसिकी ऑफिस पलैले कहीं आज यहाँ मीटिंग अच्छी तो ये भी पलैले आ खाली बोर मोर घरे एना किसी प्रोग्राम नहीं सब संध्या बेलू से एबे आमे कौन रोषे अल्प करिकी दी जन जहाँ रोषेबास करके खाई नबू तापर पुणी
ସନ୍ଧ୍ୟା ବେଳକୁ ରୋଷେଇ ଆରମ୍ଭ ହେବ। ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରିବି ଆଉ। ତ କେହି ବି ରୋଷେଇ ଆସିନାହାନ୍ତି, ଆମେ ନିଜେ ହିଁ ରୋଷେଇ କରିବୁ। ସେଥିପାଇଁ ଏବେଠାରୁ ସବୁ ପିଆଜ, ଅଦା ରସୁଣ ପେଷ୍ଟ ଆଉ କାକୁଡ଼ି ଟମାଟୋ ସବୁ ସାଲାଡ଼ କରିକି କାଟିକି ସବୁ ରଖି ନେଉଛୁ। ଆଳୁ, ପିଆଜ, କାକୁଡ଼ି, ଟମାଟୋ, ଧନିଆ ପତ୍ର ସବୁ ଅଦା ରସୁଣ ସବୁ କାଟିକି ରଖି ନେଇଛୁ। କାହିଁକିନା ଆମ ରୋଷେଇଆ କେହି ବି ମିଳିଲେନି, ତ ଆମର ରୋଷେଇ କରିବେ ମୋ ଦିଅର କୁଲୁ। ରୋଷେଇ ଭିଡ଼ିଓଟା ମୁଁ ଏପଟେ ପ୍ରିପାରେସନ୍ ପାଇଁ ରହିଗଲି ବେଲୁନ୍ ବନ୍ଧା ମନ୍ଦିରେ, ତ ମୁଁ ଆଉ ସେ ଭିଡ଼ିଓଟା ବନେଇ ପାରିନି। କିନ୍ତୁ ମୁଁ ଦେଖିଦେବି କ'ଣ କ'ଣ ହେଇଥିଲା ଆମର। ତ ଏଇଟା ତ ରହିଲା କଟାକଟିର ଭିଡ଼ିଓ। ଏବେ ଆମର ହେଇଗଲାଣି ସବୁ ସନ୍ଧ୍ୟା ହେଇଗଲାଣି, ପାଖାପାଖି ସନ୍ଧ୍ୟା ହେଇଗଲାଣି, ଆଉ ରେଡ଼ି ବି ହେଇଗଲାଣି ସବୁ। ଏଇଠି ଦହି ଆଡ଼ିକି ଥୁଆ ହେଇଛି, ସାଲାଡ଼ ହେବ, ଆଉ ଡାଲି ବି ହେଇସାରିଛି, ଆଉ ଏଠି ସେମାନେ ଚିକେନ୍ ବି ସରିଗଲାଣି, ଆଉ ଭାତ ବି ହେଇଯାଇଛି। ଆମର ଆଇଟମ୍ ହେଇଥିଲା ଅରୁଆ ଭାତ, ଚିକେନ୍, ସାଲାଡ଼, ବାସ୍ ଏତିକି ହେଇଥିଲା। ଆଉ କେବଳ ଆମ ଘର ଲୋକ ସମସ୍ତେ ଖାଇଥିଲେ, ଆଉ ସାହି ପିଲା ବି ସମସ୍ତେ ଖାଇଥିଲେ। ତ ଏବେ ଦେଖ ମୁଁ ବସିଯାଇଛି ଏଠି, କେତେ ସାରା ବେଲୁନ୍ ନେଇକି ବେଲୁନ୍ ସବୁ ଫୁଙ୍କିକି ପାଟିରେ ଫୁଙ୍କିକି କରିଛୁ। କାହିଁକିନା ମେସିନ୍ଟା ମୁଁ କେଉଁଠି ଥୋଇ ଦେଇଛି ପାଇଲିନି, ତ ସେଥିପାଇଁ ସବୁ ପାଟିରେ ଫୁଙ୍କି ତା ମମି ମୁଁ ମିଶିକି ଏତେ ସାରା ଫୁଲ ବନଉଛୁ ବେଲୁନ୍ରେ। ତାର ବାସ୍ ଏତିକି କ୍ଲିପ୍ ଥିଲା, ଆଉ ତା ମମି କୁଆଡ଼େ ଉଠିକି ପଳେଇଛି, ସେଇ ଟାଇମ୍ରେ ହିଁ ଭିଡ଼ିଓଟା ବନା ହେଇଯାଇଛି। ନହେଲେ ଦେଖିଥାନ୍ତେ ଆପଣ, ଆମେ 2 ଜଣ ଯାକ ମିଶିକି ବନଉଥିଲୁ। ମିନିମମ୍ 100ଟା ବେଲୁନ୍ ଥିଲା, ସେ ସବୁ ପାଟିରେ ଫୁଙ୍କି ପୁରା ହାଲିଆ। ଏଇଟା ହାପି ବାର୍ଥଡେଟା ମୁଁ ଫୁଙ୍କୁଛି, ହାପି ବାର୍ଥଡେର ଯେଉଁ ବେଲୁନ୍ଟା। ଆଉ ଏଗୁଡ଼ା ସବୁ ସରିଯାଇଛି କାମ, ଖାଲି କାନ୍ଥରେ ସଜା ହେବ। ଚାଲନ୍ତୁ ଦେଖିବା କେମିତି ଆମେ ସଜଉଛୁ। ଏଠି ଆମେ 2 ଜଣ ବି ମିଶିକି ସଜଉଛୁ। ଦେଖିବେ ଫାଇନାଲ୍ ଲୁକ୍ଟା ମୁଁ ଦେଖେଇଦେବି ଆପଣଙ୍କୁ, କେମିତି ଲାଗୁଛି ମୋତେ କମେଣ୍ଟରେ ଜଣେଇବେ। ଆମେ ନିଜେ ହିଁ ସବୁ ସଜେଇଥିଲୁ ବେଲୁନ୍ ଏମିତି, ଆଉ ବଢ଼ିଆ ଲାଗୁଥିଲା। ବ୍ୟାକ୍ଗ୍ରାଉଣ୍ଡଟା ତ ମସ୍ତ ଆସିଥିଲା, ଆପଣମାନେ ନିଜେ ବି ଦେଖିପାରୁଥିବେ କେତେ ସୁନ୍ଦର ଲାଗୁଛି। ଏବେ ଦେଖନ୍ତୁ ୟାର ଫାଇନାଲ୍ ଲୁକ୍ଟା କେତେ ସୁନ୍ଦର ଲାଗୁଛି। ଏବେ ଆମେ ସମସ୍ତେ ରେଡ଼ି ହେଇକି ଆସିଗଲୁ କେକ୍ କାଟିବା ପାଇଁ। ମୁଁ ରେଡ଼ି ହେବାର ଭିଡ଼ିଓଟା ଅପଲୋଡ଼ କରିପାରିନି, କାହିଁକିନା ଭିଡ଼ିଓ ହିଁ ବନେଇନି, କାହିଁକିନା ସେ ଟାଇମ୍ରେ ଗୋଟେ ଅପଘଟଣ ଘଟିଗଲା, ଯାହାକି ହେଉଛି ମୋ ସାନ ଭାଣେଜୀଙ୍କର ପଡ଼ିକି ତଳେ ମୁଣ୍ଡ ଫାଟି ଯାଇଥିଲା। ସିଏ ଆଉ ସେ ଟାଇମ୍ରେ କ'ଣ କରିବୁ କ'ଣ ନାହିଁ କିଛି ବି ଜାଣିପାରିଲୁନି। ଆଉ ସେ ମେଡ଼ିକାଲ ଯାଇକି ଆସିଲା ପରେ ଜଷ୍ଟ ଟିକେ ଏମିତି କଟି ଯାଇଥିଲା ମୁଣ୍ଡଟା, ବ୍ଲଡ଼ ପୁରା ବହୁତ ଜୋର ବହୁଥିଲା। ସେଥିପାଇଁ ଆଉ ରେଡ଼ି ହେଇଯାଇଛୁ ଆମେ ସେଇ ଭିତରେ। ତାପରେ ଆମେ ଜାଣିଲୁ ଯେ ଇଏ ହେଇଯାଇଛି ବୋଲି, ତ ମୁଁ ସେଇଥିପାଇଁ ସେ ଭିଡ଼ିଓଟା ଆଉ ଦେଖେଇ ପାରୁନି। ଏବେ ତ ଚାଲନ୍ତୁ ଦେଖିବା କେମିତି କ'ଣ କେକ୍ କଟାକଟି ହେଲା।
ଏବେ ସବୁ ପିଲାମାନେ ଭୋଜି ଖାଇବାକୁ ବସିଛନ୍ତି। ଦେଖନ୍ତୁ ମୋ ଝିଅ କେମିତି ଖାଉଛି ତାଙ୍କ ସାଙ୍ଗରେ ପଡ଼ିକି। ଖାଲି ଭାତ, ସେ ଚିକେନ୍ ଖାଉନି, ତାକୁ ପଡ଼ିବ। ଆଉ ସମସ୍ତେ ଖାଉଛନ୍ତି। ତ ଏଇଠି ମୁଁ ମୋର ବ୍ଲଗ୍ଟି ଏଣ୍ଡ କରୁଛି। ପୁରା ଦିନ ଯାକ ହାଲିଆ। ଯଦି ମୋ ଭିଡ଼ିଓ ଭଲ ଲାଗେ ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଏ ଭିଡ଼ିଓକୁ ଲାଇକ୍ କରିଦେବେ।